ସ୍ତ୍ରୀ ଯେତେବେଳେ ସ୍ନାନ କରିକି ଆସିବ ଗାଧେଇକି ଆସିବ ସେତେବେଳେ ଯେତିକି ସୁନ୍ଦରୀ ଦେଖାଯିବ ଆଉ କେତେ ସୁନ୍ଦରୀ ଯେତେ ଡ୍ରେସ ଯେତେ ପାଉଡର ଯେତେ ଅଳତା ଯେତେ ଲିପଷ୍ଟିକ ଯାହା ଲଗୁ ଯେତେ ଠେସିନାର ଜିନିଷ ପିନ୍ଧିଲେ ସୁନ୍ଦର ଦେଖାଯିବନି ନା ନାରୀ ଗାଧେଇକି ଆସିଲା ବେଳେ ଯୋଉ ସୁନ୍ଦର ଦେଖାଯାଏ ପୁରୁଷକୁ ସେ ସୁନ୍ଦର ଆଉ କୋଉଠି ନାହିଁ 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 କୃଷ୍ଣ ବସିଛନ୍ତି ରାଧା ଗାଧେଇକି ଆସୁଛନ୍ତି କେମିତି ଆଉଛି କି ରେ କେମିତି ମା ରାଧା ଗୋଟିଏ ପଦ ଗାଉଛି ହଁ କଲା ହଲଇ କଟି ହଲେ ବାହୁ ଯୁଗ পদক কান্তি দূরରୁ দেখি রজ পদক কান্তি পবন কান্তি আহে পবন কান্তি জন্মা উধায় স্থল কমল ভ্রান্তি কমল ভাঙি আহে কমল ভাঙি হলি হলি কি মা রাধা গাধেইকি আসুছি কৃষ্ণ দেখিলে ଆଉ ସହି ପାରିଲେନି ରାଧା ରୂପକୁ ଦେଖିକି କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଗଲା ଉତ୍ତର ଦେଲେ କୃଷ୍ଣ କହିଲେ ରାଧା ପ୍ରଭୁ ଏ ବିନ୍ଦୁ ସ୍ଖଳନ ତ ହେଇଯାଇଛି ଏହାକୁ ଗ୍ରହଣ କର ନାଛି ପ୍ରଭୁ ତମ ପାଲା ହଉଛି ପାଲା ବାଲା ଇଏ ଆଜିକାଲି ଗୋଟେ ଗୀତ ବାହାରୁନି ଛି 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 ଲୋ ନାନୀ ଛି 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 ତମ ପାଲାଟି ହଉଛି ସେଇଆ କୃଷ୍ଣଙ୍କର ବିନ୍ଦୁ ସ୍ଖଳନ ହେଇଛି ରାଧାଙ୍କୁ ଉତ୍ତର ଦେଲେ ରାଧା ଏ ବିନ୍ଦୁକୁ ଗ୍ରହଣ କର ରାଧା କହିଲେ ଛି ଏ ସ୍ଖଳନ ହେଇଥିବା ପତିତ ବିନ୍ଦୁକୁ ମୁଁ ଗ୍ରହଣ କରିବି ସେଇଠି କୃଷ୍ଣ ଅଭିଶାପ ଦେଲେ କହିଲେ ମୋ ବିନ୍ଦୁକୁ ତମେ ଗ୍ରହଣ କଲ ନାହିଁ ବୋଲି ମୁଁ ତମକୁ ଅଭିଶାପ ଦଉଛି ତମେ ଜୀବନରେ କେବେ ମା ହେଇପାରିବନି ତମକୁ ଲୋକ ମା ଡାକିବେ କେବଳ ତମେ ମା ହେଇପାରିବନି କିନ୍ତୁ ତମେ ମା ହେଇପାରିବନି ନାମ ଏ ରୂପରେ ସିନା ଏ ଜନ୍ମରେ ମା ହେଇପାରିବିନି ଯଦି ଟ୍ରାନ୍ସଫର ହେଇଯିବି ଟ୍ରାନ୍ସଫର ହେଲେ ନିଶ୍ଚିତ ମା ହେବି ଯଦି ଅନ୍ୟ ଜନ୍ମ ନେବି ମା ହେଇପାରିବେ ନା ଯେତେଟା ଜନ୍ମ ନବ ମୁଁ ତମର ସ୍ୱାମୀ ହେଇକି ଠିଆ ହେବି ମୁଁ ତମର ସ୍ୱାମୀ ହେଇକି ଠିଆ ହେବି କିନ୍ତୁ ତମକୁ ମା କରେଇ ଦେବିନି ନିତ୍ୟ ରାଧା କହିଲା ଦେଖିବା ଓହ୍ଲେଇଲା ବିଶ୍ୱକୁ ପ୍ରଥମେ ହେଲା ଚତୁର୍ଭୁଜା ମା ଲକ୍ଷ୍ମୀ 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 ହେଲେ
ଯାହାକୁ ଆମେ ପୁରାଣରେ କହୁଛେ ବଳରାମ ଦାସ କହିଲେ ନମସ୍ତେ କମଳା ମାଗ ସାଗର ଦୁଲଣୀ ସାଗର ଦୁଲଣୀ ନମସ୍ତେ ନମସ୍ତେ ମାତା ବିଷ୍ଣୁ ପାଠ ରାଣୀ বিষ্ণু পাঠ রানী নমস্তে মালো বিষ্ণু পাঠ রানী নমস্তে কমলা মাগ অতি দয়াবতী মালো অতি দয়া বতী তাবর জঙ্গম গীত আদি পাহাড়ু নীতি র প্রথমে লক্ষ্মী ହେଇକି জন্ম ହେଲା ଲକ୍ଷ୍ମୀର ପୁଅ ଅଛି କି ଝିଅ ଅଛି ଆଜ୍ଞା ନାହାନ୍ତି ଆଜ୍ଞା ନାଇଁ ତ ମା ହେଇଛି ବାସ୍ ଜଗତ ମା ଡାକିବ ପିଲା ନଥାଇକି ବି ନାରୀ କି ମା ଡକାଯାଏ ମା ବୋଲି ଡାକିବେ ଛୋଟିଆ ଝିଅ ପିଲାଟେ ହେଇଥିବ ହଁ ଆପଣ କଣ ଡାକୁଛନ୍ତି ମା ବୋଲି ଡାକିବେ ଆରେ ମା ଟିକେ ଆଇଲୁ ହଁ ମା ଟିକେ ସେ କଣ ପିଲା ଜନ୍ମ କରିଛି ଯେ ମା ହବ ନାଇଁ 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 ପିଲା ଜନ୍ମ ନ କରିକି ଠାକୁରାଣୀ ଭିତରେ ଲକ୍ଷ୍ମୀ ହେଲା ମା ମା ଆକୁ କେହି କାଟି ପାରିବେନି ନାଇଁ 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 ଆଉ ଗୋଟେ ଅବତାର ନେଲା କଲା ପିଲା ଜନ୍ମ ହବା ପାଇଁ ଆଉ ଗୋଟେ ଜନ୍ମ ନେବି ଆଚ୍ଛା ଆଉ କି ପ୍ରକାର ମା ଜନ୍ମ ହେଲେ ଜନ୍ମଟି ହେଉଛି ରାଧା ଆଚ୍ଛା ଭଗବାନ କୃଷ୍ଣ ଜନ୍ମ ହେଲେ ହଁ ହଁ ରାଧା କୃଷ୍ଣଙ୍କର ଅଦ୍ୱିତୀୟ ପ୍ରେମ ହେଲା ହଁ 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 ରାଧା କୃଷ୍ଣକୁ ବାହା ହେଲେ 11 ବର୍ଷ ବୟସରେ ଆଜ୍ଞା ଆଜ୍ଞା 11 ବର୍ଷରେ ବାହାର ହେଲେ ବିବାହର ହେଇଛି ଆପଣ କହିବେ କେଡେ ଗାଲୁଆ ଗାଏ କଇଟା ଆଉ କଣ ରାଧା କୃଷ୍ଣକୁ ଟିକେ ବାହାଇଛନ୍ତି ହଁ ହେଇଛନ୍ତି ଆଉ କୋଉଠି ବାହାଇଛନ୍ତି କୋଉ ଜାଗାରେ କୋଉଠି ଆଜ୍ଞା? गर्ग पुराण कहिला भांडीर वन में राधा कृष्ण का विवाह हुआ था जिसके पुरोधा थे देवर्षि नारद अच्छा और वेदपति ब्रह्मा ए बही दाम होचे 8,000 टंका अच्छा ए बही होचे 8,000 टंका सोना दास घर को मु जो जाइथिली आज्ञा गोटे सुटुकेस रे 2-4 खंड बही थोइछि चट्टी बही जेमती बादाम बाड़ी रे बिका होउछि 8 खंड बही की 10 टंका नौछंती खुदुरुकुणी ओषा सावित्री पुराण पुराण जेमती 7-8 खंड बही ए सोना दास घर से 7-8 खंड बही ଆଉ କଣ नृसिंह होता 8 लक्ष टंकार बही किणी ତା ଭିତରୁ ଖୋଜିଲେ ବାହାରିବ ନା ଆଉ पाठ नदेले लोक बसबे କୋଉଠୁ हौ बेसम तो ठिया ही पारुनी कष्ट होलानी तथापि मु कहितली विष्णु आज 11:30 जाके रही तथापि 11:30 बाजिबणी ଆଜ୍ଞା ଆଜ୍ଞା केतेटा 12:30 हेलानी समय गुड़ा कुआड़ जाउछि कि मु तो जानी पारुनी जाऊ आज्ञा हौ रह
ଆଉ 10-15 ମିନିଟ୍ ଖଟିବି। ମୋ ଲୋକମାନେ ଅଛନ୍ତି ପରା, ମତେ ଛାଡ଼ିକି ଯିବାକୁ ମନ ହଉନି। ଆଜ୍ଞା 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 କାହିଁକି ନା ରାତିରେ ନିଦ ଜମା ଲାଗୁନି। ନାଇଁ ମ ସଦାବେଳେ ଆପଣମାନେ ମନେ ପଡୁଛନ୍ତି। ବାସ୍ କାହିଁକି ନା ମୋ ଜୀବନର ତପସ୍ୟା ହଉଛି ପାଲା, ମୁଁ ଲୋକଙ୍କୁ କେମିତି ବସେଇବି। ବାସ୍ ତାଙ୍କ ରାଧା ଜନ୍ମ କଥା ଶୁଣ, ଆଙ୍କ ରାଧା ଜନ୍ମ କଥା ଶୁଣ। ଏ ରାଧା ଜନ୍ମ ହେଲା କେମିତି? ବାସ୍ କୃଷ୍ଣ ବିନ୍ଦୁ ଘଷିଲା, କହିଲେ ଆକୁ ଖା। ହଁ ହଁ ମନା କରିଦେଲା ମା। କୃଷ୍ଣ ଅଭିଶାପ ଦେଲେ ଜୀବନରେ କେବେ ମା ହେଇପାରିବନି। ନା 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 ମା ହେଲା ଲକ୍ଷ୍ମୀ, ହଁ ଛୁଆ ଜନ୍ମ କରିପାରିଲାନି। ନାଇଁ 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 ପୁଅ ଝିଅର ମା ହେଇପାରିଲେନି। ମା ହେଲା ରାଧା, ବାସ୍ ଛୁଆ ଜନ୍ମ କରିପାରିଲାନି। ନା 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 କିନ୍ତୁ କୃଷ୍ଣର ବିନ୍ଦୁକୁ ଜଣେ ଖୁଣ୍ଟିକି ଖାଇଲା। ଆଚ୍ଛା ସେଇ ଜଣକ କିଏ ସେ କିଏ? ସେ କିଏ ଆଜ୍ଞା? ସେଇ ଜଣକ କିଏ ସେ ଖୁଣ୍ଡି ଖାଇଥିଲା? ସେ ଜଣକ କିଏ? ନା କଳା ମେଘ ଦେଖି ନାଚେ ମୟୂର। କଳା ମେଘ ଦେଖି ନାଚେ ମୟୂର, କଳା ମେଘ ଦେଖି ନାଚେ ମୟୂର, କଳା ମେଘ ଦେଖି ନାଚେ ମୟୂର, ରୂପ ଦିଶେ ତାର କି ମନୋହର। କି ମନୋହର। এইଥିପାଇଁ ହଁ ମୟୂର ମୟୂରୀ ଭିତରେ କେତେବେଳେ ପ୍ରେମ ହୁଏନି। ନାଇଁ 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 ମୟୂର ମୟୂରୀ ଭିତରେ ହଁ ଶାରୀରିକ ସମ୍ପର୍କ କେବେ ନାହିଁ। ନାହିଁ ନାହିଁ ନାହିଁ। କଳା ମେଘକୁ ଦେଖିକି ନାଚିବ ମୟୂର, ବାସ୍ ତା ବିନ୍ଦୁ ସ୍ଖଳନ ହବ। ହବ ଆଚ୍ଛା ହବ ହବ। ତାକୁ ମୟୂରୀ ଦେଖିକି ଖୁଣ୍ଟିକି ଖାଇବ। ଆଚ୍ଛା 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 ସେଇ ଖୁଣ୍ଟିକି ଖାଇଥିବା ବୀର୍ଯ୍ୟ ବୋଲି ବିନ୍ଦୁରେ ଆଜ୍ଞା ମୟୂରୀ ଗର୍ଭବତୀ ହବ। ହବ ହବ ଆଚ୍ଛା ହବ। এটা ବିଶ୍ୱର ଚିନ୍ତନ। ଆଜ୍ଞା ଆଜ୍ଞା। ମାଙ୍କଡ ପିଲା ଜନ୍ମ କରିବ। ଆଚ୍ଛା ପିଲାଟା ଜନ୍ମ ହେଲା ମାତ୍ରେକେ ମାକୁ କୁଣ୍ଢେଇବ। ଧରିଥିବ ମା ଏ ଗଛରୁ ସେ ଗଛ ଡାଳକୁ ଡେଇଁବ। ହଁ ମାଙ୍କଡ ଛୁଆ ଯଦି ହାତ ଖସିଗଲା ସଫା। ସଫା। ବାସ୍ ମାଙ୍କଡର ଦୋଷ ନାହିଁ। ନାହିଁ ବିଲେଇ ଛୁଆ ଜନ୍ମ କରିବ। ବାସ୍ ଜନ୍ମ କଲା ମାତ୍ରେ ପିଲାକୁ କାମୁଡିକି ନିଜ ଦାନ୍ତରେ ହଁ ଏ ଘରରୁ ସେ ଘରକୁ ନବ। ନବ। ହଁ କହନ୍ତି 7 ଘର କରନ୍ତି ବୋଲି। ତାହେଲେ ଆମେ ଆଜି ପାଲାର ନିର୍ଯାସରୁ କଣ ପାଇଲେ? ବାସ୍ ଆମେ ପ୍ରଭୁକୁ ଧରିଛେ ହଁ ନା ପ୍ରଭୁ ଆମକୁ ଧରିଛି? ବାସ୍ ଆମେ ଜଗନ୍ନାଥକୁ ଯାଇକି ଧରୁଛେ ନା ଜଗନ୍ନାଥ ଆମକୁ ଧରୁଛି? ଧରିଛନ୍ତି ଆପଣ କହିବେ ଏଇଟା ଥୁଣ୍ଟାଟା, ସେ ଆମକୁ କଣ ଧରିବ? ଆମେ ତାକୁ ଧରିକି ଉଠେଇକି ରଥରେ ବସଉଛୁ। ଭୁଲ। ଯାହାକୁ ଅଚ୍ୟୁତାନନ୍ଦ ପରମହଂସ କହିଲେ, ଆଜ୍ଞା ଆଜ୍ଞା ଆଜ୍ଞା। କହିଲେ ପାଦ ପାଣି ଯାର ନାହିଁ, ପାଦ ପାଣି ଯାର ନାହିଁ, ପାଦ ପାଣି କି ସୁନ୍ଦର ଦିଶଇ ଯାଇ ফুল আলো যাই ফুল আলো যাই ফুল অজ্ঞানକୁ ଦିଶୁ ନାହିଁ, যাই ফুল জ্ঞান শুনাই যাই ফুল আলো যাই ফুল অজ্ঞানକୁ শুনাই যাই ফুল মাললে
ଲେଖ ତ ଶୂନ୍ୟ ଥିଲେ ଏ ଲେଖ ତ ଶୂନ୍ୟ ଥିଲେ ଏ ଖେଳ କରିବାକୁ ମର୍ତ୍ତେ ଆସିଲେ ଯାଇ ଆଲୋ ଯାଇ ଫୁଲ ଆଲୋ ଯାଇ ଫୁଲ ସୁର ରୂପ ବିକାଶିଲେ ଯାଇ ଫୁଲ ସୁର ରୂପ ବିକାଶିଲେ ଯାଇ ଫୁଲ ଆଲୋ ଯାଇ ଫୁଲ ସୁର ରୂପ ବିକାଶିଲେ ଯାଇ ଫୁଲ। କଣ କହୁଥିଲ ଜଗନ୍ନାଥର ହାତ ପାଦ ନାହିଁ? କଣ ମଞ୍ଚ ଉପରେ କହୁଥିଲ ଜଗନ୍ନାଥର ହାତ ପାଦ ନାହିଁ? ତମେ ପୁରୀ ଜମା ଯାଇନ। ପୁରୀରେ ଜଗନ୍ନାଥ କେତେଟା? ଶପଥ ଭାଇନା, ପୁରୀରେ ଜଗନ୍ନାଥ କେତେଟା? ଆକୁ ପାଲା ବାଲା ବୁଝିବେ, ସେତିକି ରିସର୍ଚ୍ଚ ନ କଲେ ହବନି। ପୁରୀରେ ଜଗନ୍ନାଥ 5ଟା ଜଗନ୍ନାଥ ଅଛନ୍ତି। ନା ଗୋବର୍ଦ୍ଧନ ମଲ୍ଲର ଝିଅ, ଗୋବର୍ଦ୍ଧନ ମଲ୍ଲର ଝିଅ ରାଧା। ଆଚ୍ଛା, ଦ୍ୱାପର ଯୁଗରେ ଗୋଟେ ଗୌଡ଼ ଥିଲା, ତା ନାଁ ହଉଛି ଗୋବର୍ଦ୍ଧନ ମଲ୍ଲ। ମଲ୍ଲ, ଆଜ୍ଞା। ସେଇ ଗୋବର୍ଦ୍ଧନ ମଲ୍ଲ ଦିନେ ଗାଈ ଦୁହୁଁଛି। ଆଚ୍ଛା ଆଚ୍ଛା ଆଚ୍ଛା, ବଡ଼ ଲୋକ ତ ଗାଈ ନିଶ୍ଚିତ ଦୁହୁଁଥବ ଆଉ। ଠିକ ଏତିକି ବେଳେ କଣ ହେଲା? ଶୂନ୍ୟରୁ ଗୋଟେ ଝିଅଟେ ଗଳି ପଡ଼ିଲା। ଆଚ୍ଛା, ଶୂନ୍ୟରୁ ଗୋଟେ ଝିଅ ଗଳି ପଡ଼ିଲା। ଏ ମା, ସେ ଝିଅର ଆଖି ଖୋଲୁନି, ନାଇଁ, ପାଟି ଖୋଲୁନି, ଆହା, ହାତ ଗୋଡ଼ ହଲୁନି, ଆଚ୍ଛା, ପଡ଼ିଛି ଆଉ। ହଁ, ସେ ଝିଅ ଆଜ ଲାଇକ୍ ଆଜ କୋମା ପେସେଣ୍ଟ, ଆଚ୍ଛା ଆଚ୍ଛା, କିଛି ଖୋଲୁନି। କିଛି ଖୋଲୁନି ଆଉ, ସେମିତି ପଡିଛି। ସେ ଯୋଉଦିନ ପଡ଼ିଲା ଆହା, ତାର 3 ଦିନ ପରେ ଜନ୍ମ ହେଲେ କୃଷ୍ଣ। ଆଚ୍ଛା, ଆଚ୍ଛା, ଏପଟେ ଯଶୋଦା, ଆହା, ସେପଟେ ଦେବକୀ। ବାସ୍, ମାଉସୀ ଝିଅ ଏ ପିଇସି ଝିଅ ଭଉଣୀ, ଆଚ୍ଛା, 2 ଜଣ ଯାକ 2 ଭଉଣୀ। ଦି ଭଉଣୀ। ଝିଅ ଜନ୍ମ ହେଲେ ତା 21 କୋଉ ଦିନ ପାଳନ ହୁଏ? 21 ଦିନରେ 21 ଚୁପ୍! ଆଜ୍ଞା କହିଲା 21 ଦିନରେ। ଆଜ୍ଞା, ଆମେ ତ ସେଇଟା ପ୍ରତିପାଳନ କରୁଛୁ। ଝିଅ ଜନ୍ମ ହେଲେ ଆଜ୍ଞା, ତା ନାମକରଣ ହବ 31 ଦିନରେ। 31 ଦିନରେ। ଆଚ୍ଛା, ପୁଅ ଜନ୍ମ ହେଲେ ଆଜ୍ଞା, ତା ନାମକରଣ ହବ ବାପାଲୋ 21 ଦିନରେ। 21 ଦିନରେ। ଆଚ୍ଛା, ଆମେ ସବୁ ଗୋଟାକରେ ଚଲେଇଛେ ଆଉ। 3 ଦିନ ରାଧା ଜନ୍ମ ହେଲା ପରେ ବାସ୍, କୃଷ୍ଣ ଜନ୍ମ ହେଲେ। ଆଚ୍ଛା, କୃଷ୍ଣକୁ ଯେତେବେଳେ 21 ଦିନ, ଆଚ୍ଛା, ତାହେଲେ ରାଧାକୁ କେତେ ଦିନ ହବ? 24 ଦିନ। 21 ଦିନ 24 ଦିନ। 24 ଦିନ। ଏ ତ 2 ଭଉଣୀ, ହଁ, କୃଷ୍ଣ ଜନ୍ମ ହେଇଛି, ଆଚ୍ଛା, ରାଧା ଜନ୍ମ ହେଇକି ପଡିଛି। ବାସ୍, ରାଧାର ଯୋଉଦିନ 21 ଦିବସ ପାଳନ ହବ 31 ଦିନରେ, ଆଚ୍ଛା, ମା କୃଷ୍ଣକୁ ସାଙ୍ଗରେ ନେଇକି ଗଲା। ଆଚ୍ଛା, ଆଚ୍ଛା, ବୃଷଭାନୁ ରାଜା ଝିଅ ପଡିଛି ହଁ 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 ହଁ, ରାଧା। ଆଚ୍ଛା, ଏତିକି ଗବେଷଣା କରିଛ ରାଧା ବିଷୟରେ?
ଆଉ ଖାଲି ମାଇ ମା କାହାଣୀ ଗପ କହିକି ରାଧା 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 ରାନ୍ଧା ହେଇକି ଭଜନ ଗାଇକି ଭଜନିଆ ପାଳିଆ ଭଳିଆ ଯାଉଛ। ପାଠ ବାହାରି କର। ବାସ୍। କୃଷ୍ଣଙ୍କୁ ନେଇକି ଯାଇଛି ମା। ଆଚ୍ଛା। ଯେମିତି କୃଷ୍ଣ ପହଞ୍ଚିଛନ୍ତି ରାଧା ପାଖରେ, ଆଚ୍ଛା। ମା ଡାକିଲା ନାନିଲୋ ତୋର ପରା ଝିଅ ଜନ୍ମ ହେଇଛି, ଝିଅଟା ଟିକେ ଦେଖେଇଲୁ କେମିତିଆ ହେଇଛି ଟିକେ ଧରି ପକେଇବି। ଆଚ୍ଛା 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 ରାଧାକୁ ଧରି ପକେଇଲା ମୋ ମା। ଆଚ୍ଛା। କୃଷ୍ଣ ସେତେବେଳେ ଡାହାଣ ସ୍ତନରୁ କ୍ଷୀର ଖାଇ ବାସ୍। ଶୋଇ ଯାଇଛନ୍ତି। ଆଚ୍ଛା। ଇଏ ଯେତେବେଳେ ରାଧାକୁ ଧରିଲା ହଁ ସ୍ତନରୁ କ୍ଷୀର ବାସ୍ନା ହେଲା। ବାସ୍। କୃଷ୍ଣ ଯୋଉ ସ୍ତନରୁ କ୍ଷୀର ଖାଇଥିଲେ ଆଚ୍ଛା। ମା ରାଧା ଆହା। ସେଇ ସ୍ତନରେ ମୁହଁଟା ଲଗେଇ ଦେଲା। ଆଚ୍ଛା ଆଚ୍ଛା ଯେମିତି ମୁହଁ ଲଗେଇଛି ଆହା। କଲା କ୍ରମେ ବିକାଶ ହେଲା କର ଚରଣ। କର ଚରଣ ଆହେ କର ଚରଣ କ୍ରମେ ବିକାଶ ହେଲା କର ଚରଣ। କର ଚରଣ ଆହେ କର ଚରଣ ଚାହୁଁ ଚାହୁଁ ଯେ ଖୋଲି ଗଲା ନୟନ। ସେ ନୟନ ଖୋଲିଗଲା ନୟନ 11 ବର୍ଷ ଯେବେ ତାହାଙ୍କୁ ହେଲା ତାକୁ ହେଲା ହେ ତାହାକୁ ହେଲା କୃଷ୍ଣର ରାଧା ସଙ୍ଗେ ବିବାହ ହେଲା। ବିବାହ ହେଲା ହେ ବିବାହ ହେଲା ଭାଣ୍ଡିର ବନ ମଧ୍ୟେ ଭାଣ୍ଡିର ବନ ମଧ୍ୟେ ନନ୍ଦରାଜନ। ନନ୍ଦନାଧୀନ ଆହେ ନନ୍ଦନାଧୀନ ସ୍କନ୍ଧରେ ବୁହାଇଣ ନେଉଛି କୃଷ୍ଣ। ନେଉଛି କୃଷ୍ଣ ଆହେ ନେଉଛି କୃଷ୍ଣ ସେଇଠାରେ ଦୁହିଁଙ୍କ ଭେଟ ହୋଇଲା। ଭେଟ ହୋଇଲା ହେ ଭେଟ ହୋଇଲା ବ୍ରହ୍ମାସୀନ ସିନା ପୁରୋଧା ହେଲା। ପୁରୋଧା ହେଲା ହେ ପୁରୋଧା ହେଲା ରାଧା କୃଷ୍ଣଙ୍କର ଯେ ହେଲା ବିବାହ ହେଲା ବିବାହ ଆହେ ହେଲା ବିବାହ ସ୍ୱାମୀ ସ୍ତ୍ରୀ ବୋଲି ଦୁହେଁ ପାଇଲେ ନ୍ୟାୟ। ପାଇଲେ ନ୍ୟାୟ ଆହେ ପାଇଲେ ନ୍ୟାୟ ପାଲା ବାଲା ପଚାରିଥିଲେ ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ, ଭାଇ ଭଉଣୀ ଉତ୍ତର ପାଇଲ। ଆଚ୍ଛା। ରାଧାର ମା ହଁ। କୃଷ୍ଣର ମା ବାସ୍। ପିଇସି ଝିଅ ମାମୁଁ ଝିଅ। ମାମୁଁ ଝିଅ ଆଚ୍ଛା। ତେଣୁ ତାଙ୍କ ପୁଅ ଝିଅ କଣ ହେଲେ ସମ୍ପର୍କରେ ଭାଇ ଭଉଣୀ ହେଲେ। ଭଉଣୀ ହେବେ। ପାଲା ବାଲାଙ୍କ ଉତ୍ତର ମିଳିଲା ତ। ଆଜ୍ଞା 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 ରାଧା କୃଷ୍ଣ ଦୁହେଁ ହେଲେ ବିବାହ ହଁ। ଭାଣ୍ଡିର ବନରେ। ବାସ୍। ଆପଣ କାଲି ଦେଖନ୍ତୁ ହଁ। ଗର୍ଗ ପୁରାଣ। ଆଚ୍ଛା। ଆପଣ କାଲି ଦେଖନ୍ତୁ ସଂସ୍କୃତ ମହାଭାରତ। ବାସ୍। ରାଧାକୃଷ୍ଣଙ୍କର ବାହାଘର ହେଇଛି। ଆଚ୍ଛା। ସ୍ୱାମୀ ସ୍ତ୍ରୀ ହେଲେ ତ। ଆଜ୍ଞା 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 ହଁ। ପାଲା ବାଲା ପଚାରୁଥିଲେ ଦି ଜଣ ଯାକ ମାଇଁ ଭଣଜା। ହଁ ହଁ। ଏଇଟା ବଡ କଥା ନୁହେଁ, ଆଉ କାରଣ ଚନ୍ଦ୍ରସେଣାର ସ୍ତ୍ରୀ ହେଇଗଲା ରାଧା, ରାଧା କୃଷ୍ଣର ମାମୁଁ ହଉଛି ଚନ୍ଦ୍ରସେନ। ଚନ୍ଦ୍ରସେନ ଆଉ ମାଇଁ ହେଲେ ଆଉ ଆଜ୍ଞା ଆଜ୍ଞା ଦୁହେଁ ହେଲେ ମାଇଁ ଭଣଜା। ହଁ। ମୁଁ କଣ ଠିକା ନେଇଛି କେବଳ ତମ ପ୍ରଶ୍ନର ଉତ୍ତର ଦେବା ପାଇଁ? ଆଜ୍ଞା। 11 ଦିନ ହେଲା ମତେ ହାଲିଆ କଲଣି, ଖାଲି ପ୍ରଶ୍ନ ପଚାରୁଛ। ବାସ୍। ମୁଁ 2ଟା ପ୍ରଶ୍ନ ପଚାରିଛି ଯେ ଆଜି ଯାକେ ଉତ୍ତର ମିଳୁନି। ମିଳିବନି। ମିଳିଲାନି ଉତ୍ତର ପାଇଲନି। ଆଉ କଣ ନିରଞ୍ଜନପୁରରେ 31 ରାତି ପାଲା ହେଲେ ତମେ ଉତ୍ତର ଦବ? ହଁ ହଁ। ମୂର୍ଖ ପାଲା ବାଲା। ପାଲା ଶିଖ, ହଁ।
ଆଉ ନହେଲେ ପେଣ୍ଡାଲରେ ଖାଲି ହୋତା 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 ସତେ ଆଙ୍କ ଘରେ ବୋଧେ ମୁଁ କୋଶଳା ଶାଗ କାଟୁଥିଲି। ସତ କଥା ସେଇଭଳିଆ କଥାବାର୍ତ୍ତା କରୁଛନ୍ତି ଆଉ ସାରଙ୍କୁ। ଘର କରୁଛ ଯେ କବାଟ ଦେଇପାରୁନ, ପାଲା ଏତେ ଗାଉଛ, ପଇସା କୁଆଡେ ଯାଉଛି? ବ୍ୟାଙ୍କ ଭାରି ବ୍ୟାଙ୍କ ଇଏ ଦେଖିଲା ବାଲା, କାରଣ ଇଏ ଯେତେ ରୋଜଗାର କରିବ ଅଣ୍ଟିବନି ଏ ଗାଈକୁ। ସତ କଥା ଆଉ ମିଛ କଥା କହିଲେ ଅଣ୍ଟିବ କେମିତି? କାରଣ କର୍ମ ଯଦି ଠିକ, ସମ୍ପତ୍ତି ଠିକ। ମୁଁ ଏଇଠି ଆସିଛି, ଟଙ୍କା 50,000 ନେବି, ମୋ ଝିଅର ଆଡମିସନ ହବ। ଆଚ୍ଛା, ମୋ ସ୍ତ୍ରୀ କହିଲା ବ୍ୟାଙ୍କରୁ ଉଠେଇବି। ମୁଁ କହି ଚୁପ୍, କଣ ବ୍ୟାଙ୍କରୁ ଉଠେଇବୁ? ମୁଁ କୁଆଡେ ଆଇଛି ଟିକେ ଘାସ କାଟିବାକୁ ଆଇଛି? ମୁଁ ପୁରା ବ୍ୟାଙ୍କ, ମୁଁ ପରା ଷ୍ଟେଟ ବ୍ୟାଙ୍କ। ଓଡ଼ିଶାରେ ନୃସିଂହ ହୋତା ପାଲା ଗାଇକି କୋଟିପତି। ତମକୁ କାହିଁକି ଅଣ୍ଟୁନି? ପାଲା ଠିକ କର, ଭଗବାନଙ୍କ ପ୍ରତି ଏକାଗ୍ରତା ରଖ। ମୁଁ ରାତି ପାଇଲେ କୋଉଦିନ ଆଜ୍ଞା ନାରାୟଣକୁ ମୁଣ୍ଡିଆଟେ ମାରୁନି। ସତ କଥା କହୁଛି। ମୁଁ କେତେବେଳେ କୋଉ ଠାକୁର ଠାକୁରାଣୀକି ବିଶ୍ୱାସ କରେନି। ପେଟ ପୋଷିବା ପାଇଁ ଚାମର ଧରୁଛି, ପାଲା ଗାଉଛି, କିନ୍ତୁ ମୋ ନାରାୟଣ କିଏ ଜାଣିଛୁ? ଜନତା ମଣ୍ଡଳୀ, ଏଇ ଜନତା ଜନାର୍ଦ୍ଦନ ମୋ ନାରାୟଣ। ଏଇମାନଙ୍କ ଆଶୀର୍ବାଦରେ ନୃସିଂହ ହୋତା ମରୁ ମରୁ ବଞ୍ଚିଲା। ସାରା ଓଡ଼ିଶାର ଲକ୍ଷ ଲକ୍ଷ ଦୀପ ଜଳାଗଲା, ନୃସିଂହ ହୋତା କେମିତି ବଞ୍ଚି ଯାଉ? ତାହେଲେ ମୋ ଭଗବାନ କିଏ? ଏ ପଥର ମୂର୍ତ୍ତି କାଳି ହଉଛି ମୋର ଇଷ୍ଟ ଦେବୀ? ନା, ଯୋଉ ମା ଭଉଣୀ ଯେତିକି ବସିଛ, ତମେ ମୋ ଇଷ୍ଟ ଦେବୀ। ଏ ମୟୂର ଚନ୍ଦ୍ରିକା ବୋଲେ ମୟୂର ଲାଞ୍ଜ, ଏ ଚାମର ଗାଈ ଚମରି ଗାଈ ଲାଞ୍ଜକୁ ଧରିକି ମୁଁ ପାଲା ଗାଉଛି, ମୁଁ ଆକୁ ନାରାୟଣ କହିବି? ଆପଣ ମାନେ ହଉଛନ୍ତି ମୋ ନାରାୟଣ। ତେଣୁ ଆପଣ ମାନଙ୍କ ଆଶୀର୍ବାଦ ଯେତିକି ଦିନ ଥବ, ନୃସିଂହ ହୋତାର କିଛି ହବନି। ପାଲା ଗାଉଛି, ସାପ କାମୁଡ଼ିଲା, ଶୋଇଛି ରାତି 3:10। ଶୋଇବା ଅବସ୍ଥାରେ ସାପ କାମୁଡ଼ିଲେ ଲୋକ ବଞ୍ଚିବ? ମତେ ବଞ୍ଚେଇଲା କିଏ? ଇଏ ନା, ଆପଣ ମାନେ ବଞ୍ଚେଇଛନ୍ତି। ହସ୍ପିଟାଲରେ ପଡ଼ିଲି, ଭେଣ୍ଟିଲେଟର ଯାଠି 4-5 ଦିନରୁ ଅଧିକ ଲାଗେ, ସେ ବଞ୍ଚିବନି। କେବଳ ଆହା ପଦରେ ତରି ଯାଇଛନ୍ତି। ମୋ ମୁହଁରେ ଲାଗିଲା ଭେଣ୍ଟିଲେଟର 18 ଦିନ। ମତେ ବଞ୍ଚେଇଛି କିଏ? ଇଏ ବଞ୍ଚେଇଛନ୍ତି ଆପଣ ମାନେ। ପାଲା ଗାଈ ଆସୁଛି, ବାଁ ଗୋଡକୁ କୁକୁର କାମୁଡ଼ିଲା। ଏ 7-8 ମାସ ଭିତରେ ଏତିକି ଦୁର୍ଘଟଣା। ପାଲା ଗାଈ ଯାଉଛି, ଡ୍ରାଇଭର ନେଇକି ମୋ କାରକୁ ଗୋଟେ ଗଛରେ ବାଡ଼େଇଲା, ଗୋଟେ ପାଳିଆ ମରିଗଲା। ମୁଁ ଗାଡି ଆଗରେ ବସିଛି, ଗଛରେ ମାଡ଼ ହେଲା ଗାଡି। ପ୍ରଥମେ ମରିବା କଥା କିଏ? ମୁଁ ଗାଡି ଆଗରେ ବସିଛି ନା, ମତେ ବଞ୍ଚେଇଲା କିଏ? ଇଏ ମତେ ବଞ୍ଚେଇଛନ୍ତି ଆପଣ ମାନେ। ଆପଣ ମାନଙ୍କର ସ୍ନେହ, ଆପଣ ମାନଙ୍କର ଶ୍ରଦ୍ଧା, ଆପଣ ମାନଙ୍କର ଭଲ ପାଇବା, ଆପଣ ମାନେ ଯୋଉ ହରିବୋଲ ଟିକେ ଦେଇଛନ୍ତି, ଦୀପ ଟିକେ ଜାଳିଛନ୍ତି, ସେଇ ମତେ ନୂଆ ଜୀବନ ଦେଲା। ହଉ ଯାହା ହଉ, ରାତି 12ଟା ଡେଇଁଲାଣି ପୁଅ, ଆଉ ଠିଆ ହେବାକୁ ବି ବଳ ନାହିଁ, ସମୟ ମଧ୍ୟ ଯଥେଷ୍ଟ ହେଇଗଲାଣି।
ତେଣୁ ଯୋଉ ହରିବୋଲରେ ମୁଁ ବଞ୍ଚିଛି ଆପଣ ମାନେ ମତେ ହରିବୋଲ ଦେଇକି ବଞ୍ଚେଇଛନ୍ତି। ଆଚ୍ଛା ଗଲାବେଳେ ହୋତା ପୁଅ করে নিবেদন হৃদয় খোলিকি দিও টিকে হরি বলো সোহন সেই হরি ଆପଣଙ୍କ କରନ୍ତୁ କଲ୍ୟାଣ ମଙ୍ଗଳ ବାଞ୍ଛନ୍ତୁ ପ୍ରଭୁ ସତ୍ୟନାରାୟଣ କାଲି ପୁଣି ସନ୍ଧ୍ୟା 7ରେ ହବା ପରା ଦେଖା ମଙ୍ଗଳ କରୁ ତୁମର ସୁଦାମାର ସଖା জয় জয় জগন্নাথ নীলাদ্রি মণ্ডল দন্ত অগ্রে পৃথিবী করিল ধারণ মৎস্য অবতারে সংখ্যা সুর কুমারিল কচ্ছপ অবতারে ধরণী ধরিল বরাহ অবতারে পাতালু ধরণী দন্ত গরে টেকিল আহে দিন মণি চতুর্থে হইল প্রভু নৃসিংহ অবতার প্রহ্লাদকু টেকি দেল স্বয়ং স্বর্গপুর বামন হইল প্রভু গল বলি দ্বার পরশুরাম হই পৃথিবী নিক্ষেত্রীয় কল একবিংশ বার রাম রূপে মহাপ্রভু হে বধিল রাবণ হল মুসল ধরিণ হেল বল রাম তুম্ভদর পরে মরিলা যে কন্দরা সুর এথিপাই কেন্দ্রাপড়ারে করিଅছ ঘর জয় জয় বলরাম হে রে বতির মন তাপরে বৃদ্ধ রূপকু করিল ধারণ ଆଉ ଗୋଟେ ରୂପ କେବଳ ବାକି ଅଛି ପ୍ରଭୁ
কলকি রূপ নবু মহাপ্রভু দিন মহাপ্রভু কলকি রূপ হব কা ঘরে কেউ তারিখরে কেউঠি জন্ম হব কালি হোতা যে কহিব এই ঠারু নৃসিংহ হোতা মাগিলা বিদায় নাউ ধরে মাগু অছি ধরে হরি বল দিও মামুর বসি অছ তুম্ভে দুই জন প্রভু নামে টিকে হুড় হুড়ি দিয়ল প্রমাণ বলো দিন জনস্য শরণ রক্ষণ মহাবাহু বলো দিন জনস্য শরণ রক্ষণ মহাবাহু আনন্দ সাগরে পীর দরবারে আনন্দ সাগরে পীর সর্বে হরিবোল কর তালি হুড় হুড়ি দিও এ বিশ্ব